ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣ ସମସ୍ତଙ୍କୁ ଆପଣଙ୍କର ପ୍ରିୟ ଓଡ଼ିଆ ସନାତନ ଭକ୍ତି ଚ୍ୟାନେଲକୁ ସ୍ୱାଗତ। ହିନ୍ଦୁ ଧର୍ମରେ ଏକାଦଶୀ ବ୍ରତର ମହତ୍ତ୍ୱ ସବୁଠାରୁ ଅଧିକ। କିନ୍ତୁ ଆପଣ ଜାଣିଛନ୍ତି କି ଏମିତି ଏକ ଏକାଦଶୀ ଅଛି ଯାହା ବର୍ଷକରେ ନୁହେଁ ବରଂ 3 ବର୍ଷରେ ମାତ୍ର ଥରେ ଆସିଥାଏ। ହଁ ବନ୍ଧୁଗଣ, ଆମେ କହୁଛୁ ପଦ୍ମିନୀ ଏକାଦଶୀ ବିଷୟରେ, ଯାହାକୁ ମଳମାସ ଏକାଦଶୀ ବା ପୁରୁଷୋତ୍ତମ ଏକାଦଶୀ ମଧ୍ୟ କୁହାଯାଏ। ଏହି ଗୋଟିଏ ଏକାଦଶୀ ବ୍ରତ କଲେ ବର୍ଷ ସାରାର ସବୁ ଏକାଦଶୀର ପୁଣ୍ୟଫଳ ଏକା ସାଙ୍ଗରେ ମିଳିଥାଏ। ଯଦି ଆପଣଙ୍କ ଜୀବନରେ ଧନର ଅଭାବ ରହୁଛି, କାର୍ଯ୍ୟରେ ବାଧା ଆସୁଛି କିମ୍ବା ଆପଣଙ୍କ ସନ୍ତାନ ସୁଖରୁ ବଞ୍ଚିତ ଅଛନ୍ତି, ତେବେ ଏହି ଭିଡ଼ିଓଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଏହି ଭିଡ଼ିଓରେ ଆମେ ଜାଣିବା ପଦ୍ମିନୀ ଏକାଦଶୀର ଶୁଭ ମୁହୂର୍ତ୍ତ, ଏହାର ପୂଜାବିଧି କ'ଣ ଏବଂ ଏହି ଦିନ କେଉଁ ଗୋଟିଏ ମହା ଉପାୟ କଲେ ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆଗକୁ ବଢ଼ିବା ପୂର୍ବରୁ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ କିମ୍ବା ଓମ୍ ନମୋ ଭଗବତେ ବାସୁଦେବାୟ ଲେଖି ଭିଡ଼ିଓଟିକୁ ଗୋଟିଏ ଲାଇକ୍ ନିଶ୍ଚୟ କରନ୍ତୁ। ବ୍ରତ କଥା ଏବଂ ମୁହୂର୍ତ୍ତ ବିଷୟରେ ଜାଣିବା ପୂର୍ବରୁ ମୁଁ ଆପଣ ସମସ୍ତଙ୍କୁ ଏକ ବଡ଼ ଧନ୍ୟବାଦ ଦେବାକୁ ଚାହୁଁଛି। ଆମର ପୂର୍ବ ଭିଡ଼ିଓଗୁଡ଼ିକୁ ଆପଣମାନେ ବହୁତ ଭଲ ପାଇବା ଦେଇଛନ୍ତି ଏବଂ ସେଥିରେ ଆମର ଅନେକ ପରିବାରର ସଦସ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ମଧ୍ୟ ପଚାରିଥିଲେ। କିନ୍ତୁ ପ୍ରତିଦିନ ସମୟ ଅଭାବରୁ ମୁଁ ସମସ୍ତଙ୍କର ଉତ୍ତର କମେଣ୍ଟ ବକ୍ସରେ ଦେଇପାରିନଥିଲି। ସେଥିପାଇଁ ମୁଁ ବହୁତ ଦୁଃଖିତ। କିନ୍ତୁ ଆଜି ମୁଁ ଭାବିଲି ଭିଡ଼ିଓ ଆରମ୍ଭରେ ହିଁ ଆପଣମାନଙ୍କର ସେହି ସବୁ ପ୍ରଶ୍ନର ଉତ୍ତର ଦେଇଦେବି, ଯେମିତି କାହା ମନରେ କୌଣସି ସନ୍ଦେହ ରହିବ ନାହିଁ। ତାହେଲେ ଚାଲନ୍ତୁ ଜାଣିବା କ'ଣ ପ୍ରଶ୍ନ ଥିଲା ଆପଣମାନଙ୍କର। ଆମର ଜଣେ ଦର୍ଶକ ବନ୍ଧୁ ପଚାରିଥିଲେ କି ଏକାଦଶୀ ଦିନ କ'ଣ ସବୁ ଫଳ ଖାଇପାରିବା। ତେବେ ବନ୍ଧୁଗଣ, ଆପଣ ଏକାଦଶୀ ଦିନ କଦଳୀ, ସେଉ, ଅଙ୍ଗୁର କିମ୍ବା ସେହି ସମୟରେ ମିଳୁଥିବା ଯେକୌଣସି ଋତୁଜାତୀୟ ଫଳ, ସତେଜ ଫଳ ଖାଇପାରିବେ। କେବଳ ମନେ ରଖନ୍ତୁ, ଭୁଲରେ ବି ଅନ୍ନ, ଶସ୍ୟ ବା ଆମିଷ ସେବନ କରିବେ ନାହିଁ। ପିଆଜ ରସୁଣ ଖାଇବେ ନାହିଁ କି ରବି ଶସ୍ୟ ଜାତୀୟ ଫସଲ ଜିନିଷ ଖାଇବେ ନାହିଁ। ଆଉ ଜଣେ ବନ୍ଧୁଙ୍କର ପ୍ରଶ୍ନ ଥିଲା ଯେ ଯଦି ଦେହ ଭଲ ନଥାଏ ତେବେ ବ୍ରତ କେମିତି କରିବୁ। ତାହେଲେ ବନ୍ଧୁଗଣ, ହିନ୍ଦୁ ଧର୍ମରେ ନିୟମ ଅଛି ଯେ ଶରୀର ସୁସ୍ଥ ନଥିଲେ ମଧ୍ୟ ଆପଣ ସେହିଦିନ ନିରାହାର ନ ରହି ଏକ ସମୟ ସାତ୍ୱିକ ଖାଦ୍ୟ ଖାଇପାରିବେ କିମ୍ବା ଫଳ ଆହାର କରି ଭଗବାନଙ୍କ ନାମ ଜପ କରିପାରିବେ। ଭଗବାନ କେବଳ ଆପଣଙ୍କ ଭକ୍ତି ଦେଖନ୍ତି, ଶରୀରକୁ କଷ୍ଟ ଦେଇ ତାଙ୍କର ସେବା କରିବା ଉଦ୍ଦେଶ୍ୟ ନୁହଁ। ତେଣୁ ଆପଣ ନିଶ୍ଚୟ ବ୍ରତ ଉପାସ କରିପାରିବେ। ଯଦି ଆପଣମାନଙ୍କର ମନରେ ମଧ୍ୟ ପୂଜାପାଠ କିମ୍ବା ଏହି ପଦ୍ମିନୀ ଏକାଦଶୀକୁ ନେଇ କୌଣସି ପ୍ରଶ୍ନ ଥାଏ, ତେବେ ତଳେ କମେଣ୍ଟ ବକ୍ସରେ ନିଶ୍ଚୟ ପଚାରନ୍ତୁ। ମୁଁ ଆଗାମୀ ଭିଡ଼ିଓରେ ଆପଣମାନଙ୍କର ନାମ ସହିତ ଆପଣଙ୍କ ପ୍ରଶ୍ନର ଉତ୍ତର ନିଶ୍ଚୟ ଦେବି। ଆଉ ଜଣେ ଭଉଣୀ ଆମର ପଚାରିଥିଲେ, ଗୀତା ମଲ୍ଲିକ ଭଉଣୀ ପଚାରିଥିଲେ, ଲେଖିଛନ୍ତି ଜୟ ଜଗନ୍ନାଥ, ଜୟ ଶ୍ରୀ କୃଷ୍ଣ ଗୁରୁମା। ମୁଁ ଆଜି କରିଛି ଏହି ବ୍ରତ। ଗୁରୁମା, ରାତି ସାରା ଭାଗବତ ପଢ଼ିବା ଆଉ ଦୀପ ଜାଳିବା ପ୍ଲିଜ୍ ରିପ୍ଲାଏ ଦେବେ ମ୍ୟାମ୍। ଭଉଣୀ, ଆପଣ କ'ଣ ଲେଖିଛନ୍ତି ମୁଁ ଠିକ୍ରେ ବୁଝିପାରିନି, କେଉଁ ବିଷୟରେ ଆପଣ ପଚାରିଛନ୍ତି। କିନ୍ତୁ ଆପଣ ଭଗବତ ଗୀତା ପାଠ କରୁଛନ୍ତି ଏବଂ ଦୀପ ଜାଳୁଛନ୍ତି, ସେ ବହୁତ ଭଲ। ଆପଣ ଏମିତି ଗୀତା ଭାଗବତ ପାଠ ପଢ଼ନ୍ତୁ ଏବଂ ଦୀପ ଲଗାନ୍ତୁ। ଭଗବାନ ନିଶ୍ଚୟ ଆପଣଙ୍କ ମନୋକାମନା ପୂର୍ଣ୍ଣ କରିବେ। ବହୁତ ଧନ୍ୟବାଦ। ଆଉ ଜଣେ ଭାଇ ପଚାରିଛନ୍ତି କେମିତି କରାଯାଏ। ତେଣୁ ଏହି ବ୍ରତ କେମିତି କରାଯାଏ। ଦେଖନ୍ତୁ ବନ୍ଧୁମାନେ, ଏହି ବ୍ରତର ସବୁ ବ୍ରତ ଏକାଦଶୀ ବ୍ରତ ସମାନ ଭାବରେ କରାଯାଏ। ଯେମିତି ଆଗରୁ କହିଛି ସେମିତି ନିର୍ଜଳ ରହିବେ କିମ୍ବା ଫଳ ଆହାର କରିବେ, କିନ୍ତୁ ଅନ୍ନ ଗ୍ରହଣ କରିବେ ନାହିଁ। ତାହେଲେ ଚାଲନ୍ତୁ ଆଜି ଯିବା ଆମର ବିଷୟ ପଦ୍ମିନୀ ଏକାଦଶୀ ବିଷୟରେ। ତାହେଲେ ପଦ୍ମିନୀ ଏକାଦଶୀ କ'ଣ ଏବଂ ଏହାର ମହତ୍ତ୍ୱ କ'ଣ। ସନାତନ ଧର୍ମରେ ପ୍ରତି ମାସରେ 2ଟି ଏକାଦଶୀ ଆସେ।
ଅର୍ଥାତ୍ ବର୍ଷକୁ 24ଟି ଏକାଦଶୀ ଆସେ। କିନ୍ତୁ ଯେତେବେଳେ ହିନ୍ଦୁ କ୍ୟାଲେଣ୍ଡରରେ ଅଧିକ ମାସ ବା ମଳ ମାସ ପଡ଼େ ସେତେବେଳେ ଆଉ 2ଟି ଏକାଦଶୀ ପଡ଼ିଥାଏ। ସେଥିମଧ୍ୟରୁ ଶୁକ୍ଳପକ୍ଷର ଏକାଦଶୀକୁ ପଦ୍ମିନୀ ଏକାଦଶୀ କୁହାଯାଏ। ଅଧିକ ମାସର ଅଧିପତି ଦେବତା ହେଉଛନ୍ତି ପ୍ରଭୁ ସ୍ୱୟଂ ଭଗବାନ ବିଷ୍ଣୁ, ଶ୍ରୀମନ୍ ନାରାୟଣ, ଶ୍ରୀ ପୁରୁଷୋତ୍ତମ। ତେଣୁ ଏହି ସମୟରେ କରାଯାଇଥିବା ପୂଜାର ଅନନ୍ତ ଗୁଣା ଫଳ ମିଳିଥାଏ। ପଦ୍ମିନୀ ଏକାଦଶୀରେ ବ୍ରତ ରଖିବା ଏହି ପଦ୍ମିନୀ ଏକାଦଶୀରେ ବ୍ରତ ରଖିବା ଦ୍ୱାରା ମନୁଷ୍ୟ ସମସ୍ତ ପ୍ରକାର ସୁଖ ଭୋଗ କରି ଶେଷରେ ବିଷ୍ଣୁ ଲୋକକୁ ପ୍ରାପ୍ତି ହୁଅନ୍ତି, ମୋକ୍ଷ ପ୍ରାପ୍ତି ହୋଇଥାନ୍ତି। ପଦ୍ମିନୀ ଏକାଦଶୀର ପୌରାଣିକ ବ୍ରତ କଥା ଅଛି, ଚାଲନ୍ତୁ ଏହା ଜାଣିବା। ତାହେଲେ ଆସନ୍ତୁ ଜାଣିବା ଏହି ଏକାଦଶୀ ପଛରେ ଥିବା ସେହି ଚମତ୍କାରୀ କଥା, ଯାହା ସ୍ୱୟଂ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଶୁଣାଇଥିଲେ। ତାହେଲେ ଚାଲନ୍ତୁ ଶୁଣିନେବା। ତ୍ରେତୟା ଯୁଗରେ କୃତବୀର୍ଯ୍ୟ ନାମକ ଜଣେ ମହାନ ରାଜା ଥିଲେ। ସେ ସବୁ ଗୁଣରେ ସମ୍ପନ୍ନ ଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ନଥିଲେ। ସନ୍ତାନ ପ୍ରାପ୍ତି ପାଇଁ ରାଜା ତାଙ୍କର ପରମ ପତିବ୍ରତା ରାଣୀ ପଦ୍ମିନୀଙ୍କ ସହ ଜଙ୍ଗଲକୁ ଯାଇ କଠୋର ତପସ୍ୟା କଲେ। ହଜାର ହଜାର ବର୍ଷ ତପସ୍ୟା ପରେ ମଧ୍ୟ ଯେତେବେଳେ ଫଳ ମିଳିଲାନି, ସେତେବେଳେ ରାଣୀ ପଦ୍ମିନୀ ମାତା ଅନୁସୂୟାଙ୍କୁ ଶରଣ ପଶିଲେ। ମାତା ଅନୁସୂୟା ରାଣୀଙ୍କୁ କହିଲେ ଯେ, ହେ ରାଣୀ, ତୁମେ ଅଧିକ ମାସର ଶୁକ୍ଳପକ୍ଷରେ ଆସୁଥିବା ଏକାଦଶୀ ବ୍ରତକୁ ନିଷ୍ଠାର ସହ ପାଳନ କର। ଏହାଦ୍ୱାରା ଭଗବାନ ନାରାୟଣ, ଶ୍ରୀହରି ବିଷ୍ଣୁ ଭଗବାନ ନିଶ୍ଚୟ ପ୍ରସନ୍ନ ହେବେ। ରାଣୀ ପଦ୍ମିନୀ ଠିକ୍ ସେହିପରି କଲେ। ତାଙ୍କ ବ୍ରତରେ ପ୍ରସନ୍ନ ହୋଇ ଭଗବାନ ବିଷ୍ଣୁ ପ୍ରକଟ ହେଲେ ଏବଂ ବର ମାଗିବାକୁ କହିଲେ। ରାଣୀ କହିଲେ, ହେ ପ୍ରଭୁ, ମୋ ସ୍ୱାମୀଙ୍କୁ ଏମିତି ଏକ ପୁତ୍ର ପ୍ରଦାନ କରନ୍ତୁ ଯିଏ ସର୍ବଶକ୍ତିମାନ ହେବ ଏବଂ ଯାହାଙ୍କୁ ଦେବତା ବା ମନୁଷ୍ୟ କେହି ବି ହରାଇ ପାରିବେ ନାହିଁ। ଭଗବାନ ତଥାସ୍ତୁ କହିଲେ। ଏହି ବ୍ରତ ପ୍ରଭାବରୁ ରାଣୀଙ୍କ ଗର୍ଭରୁ କୀର୍ତ୍ତିବୀର୍ଯ୍ୟ ନାମକ ଅର୍ଜୁନ, ସହସ୍ରବାହୁ ଅର୍ଜୁନ ଜନ୍ମଗ୍ରହଣ କଲେ, ଯିଏ ଏତେ ଶକ୍ତିଶାଳୀ ଥିଲେ ଯେ ସେ ମହାପ୍ରତାପୀ ରାବଣକୁ ମଧ୍ୟ ବନ୍ଦୀ କରିଦେଇଥିଲେ। ତେଣୁ ଏହି ବ୍ରତର ନାମ ରାଣୀଙ୍କର ନାମ ଅନୁସାରେ ପଦ୍ମିନୀ ଏକାଦଶୀ ବୋଲି ରଖାଗଲା। ତେବେ ଆସନ୍ତୁ ବନ୍ଧୁମାନେ ଜାଣିବା ଏହାର ସରଳ ପୂଜାବିଧି। ପ୍ରଥମେ ହେଲା, ଏକାଦଶୀ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ ସାରି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ। ଦ୍ୱିତୀୟରେ, ଘରର ପୂଜାସ୍ଥଳରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ସମ୍ମୁଖରେ ଗୋଟିଏ ଗାଈ ଘିଅର ଦୀପ ପ୍ରଜ୍ୱଳିତ କରନ୍ତୁ ଏବଂ ସଂକଳ୍ପ ନିଅନ୍ତୁ। ଭଗବାନଙ୍କୁ ହଳଦିଆ ଫୁଲ, ହଳଦିଆ ଚନ୍ଦନ, ଫଳ ଏବଂ ବିଶେଷ କରି ତୁଳସୀ ଦଳ ଅର୍ପଣ କରନ୍ତୁ। ମନେ ରଖନ୍ତୁ ଆଜ୍ଞା, ଏକାଦଶୀ ଦିନ ତୁଳସୀ ପତ୍ର କେବେ ବି ତୋଳିବେ ନାହିଁ। ଆଗ ଦିନରୁ ତୋଳି ରଖିଥିବେ। ଦିନସାରା ନିରାହାର ବା ଫଳାହାର ରହି ଭଗବାନଙ୍କ ନାମ ଜପ କରନ୍ତୁ ଏବଂ ଦ୍ୱାଦଶୀ ଦିନ ଶୁଭ ସମୟରେ ପାଳନ କରନ୍ତୁ। ଆସନ୍ତୁ ଜାଣିବା ଚମତ୍କାରୀ ଉପାୟ ଏବଂ ସାବଧାନତା। ତେବେ ଏହି ଦିନ କିଛି ଭୁଲ ଆଦୌ ବି କରନ୍ତୁ ନାହିଁ। ଏହି ଦିନ ଘରେ ଭୁଲରେ ବି ଅନ୍ନ କିମ୍ବା ଭାତ ରୋଷେଇ କରନ୍ତୁ ନାହିଁ। ଦ୍ୱିତୀୟରେ, କାହା ପ୍ରତି କ୍ରୋଧ କରନ୍ତୁ ନାହିଁ କି କାହାକୁ କଟୁ କଥା କୁହନ୍ତୁ ନାହିଁ। ଗୋଟିଏ ମହା ଉପାୟ ବିଷୟରେ ଆସନ୍ତୁ ଜାଣିବା। ଯଦି ଧନ ଜନିତ ସମସ୍ୟା ଥାଏ, ତେବେ ଏକାଦଶୀ ସନ୍ଧ୍ୟାରେ ଏକ ଗାଈ ଘିଅର ଦୀପ ନେଇଯାଆନ୍ତୁ ଏବଂ ତୁଳସୀ ଚଉରା ମୂଳେ ଘିଅ ଦୀପକୁ ଲଗାଇ ଦିଅନ୍ତୁ ଏବଂ ମା ତୁଳସୀଙ୍କୁ 11 ଥର ପରିକ୍ରମା କରନ୍ତୁ। ଆପଣଙ୍କ ଘରେ କେବେ ବି ଆର୍ଥିକ ଅଭାବ ରହିବ ନାହିଁ। ତେବେ ବନ୍ଧୁଗଣ, ଆଶା କରୁଛି ଆଜିର ଏହି ସୂଚନା ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭିଡ଼ିଓଟି ପସନ୍ଦ ଆସିଛି, ତେବେ ଏହାକୁ ନିଜର ସାଙ୍ଗସାଥି ଏବଂ ପରିବାର ଲୋକଙ୍କ ସହ ସେୟାର କରନ୍ତୁ, ଯେମିତି ସେମାନେ ମଧ୍ୟ ଏହି ପୁଣ୍ୟ ଲାଭ କରିପାରିବେ। ଏମିତି ଅଧିକ ଭକ୍ତିପୂର୍ଣ୍ଣ ଭିଡ଼ିଓ ଏବଂ ଓଡ଼ିଆ ପର୍ବପର୍ବାଣି ବିଷୟରେ ଜାଣିବା ପାଇଁ ଆମ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଆଇକନକୁ ଦବାଇବାକୁ ଭୁଲିବେନି। ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।